শ্রী জগন্নাথ, জয় জয় শ্রী জগন্নাথ, জয় জয় শ্রী জগন্নাথ, জয় জগন্নাথ স্বামী নয়ন পথগামী ভব তুমি। প্রিয় দর্শক বন্ধু, আজি কিছু শ্রীমদ ভগবত গীতার ভগবানଙ୍କର মুখ নিঃସୃତ ଅମୃତବାଣୀ ପାଠ କରିବା ଏବଂ ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ କର୍ମ ବିଷୟରେ କହିଛନ୍ତି। କର୍ମର ଫଳ କେତେ ପ୍ରକାର ଏବଂ କର୍ମର ଫଳ କ'ଣ କ'ଣ, କର୍ମର ଫଳ କିପରି ପ୍ରାପ୍ତ ହୋଇଥାଏ ସେ ଶ୍ଲୋକ ମାଧ୍ୟମରେ ବୁଝିବା। ଚାଲନ୍ତୁ ଭଗବାନଙ୍କର ମୁଖ ନିଃସୃତ ଅମୃତବାଣୀ ପାଠ କରି ଏ କଳିଯୁଗ ଭବସାଗରରୁ ମୋକ୍ଷ ପ୍ରଲାଭ କରିବା ଏବଂ ଭଗବାନଙ୍କର କୃପା ଲାଭ କରିବା। ଚାଲନ୍ତୁ ଦେଖିବା। ଓಂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ, ଓଂ ନମୋ ଭଗବତେ ବାସୁଦେବାୟ, ওম কৃষ্ণায় বাসুদেবায়, হরে পরমাত্মনে প্রণত ক্লেশনাশায় গোবিন্দায় নমো নমো। প্রিয় দর্শক বন্ধু, আজি শ্রীমদ্ ভগবত গীতার অষ্টাদশ অধ্যায় পাঠ করিবা এবং এই অষ্টাদশ অধ্যায়ର 12 নম্বর শ্লোক কণ্ঠস্থকরণ করিবা এবং তার ভাবার্থକୁ বুঝিবা এবং দৈনন্দিন জীবনে ইয়াକୁ বিনিযোগ করি ଏ କଳିଯୁଗ ଭବସାଗରରୁ ମୋକ୍ଷ ଲାଭ କରିବା ଏବଂ ଭଗବାନଙ୍କର କୃପା ଲାଭ କରିବା। ଚାଲନ୍ତୁ ଦେଖିବା ଆଜିର এই শুভ মুহূর্তে কিছু ভগবানଙ୍କର মুখ নিঃসৃত অমৃতবাণী। অনিষ্টমিষ্টং মিশ্রং চ ত্রিবিধং কর্মণ ফলম ভবত্য ত্যাগিনাং প্রত্য নতু সন্ন্যাসিনাং ক্বচিৎ। ভগবান ଗୀତାରେ କହିଛନ୍ତି ଅର୍ଜୁନଙ୍କୁ ଯେ ଅତ୍ୟାଗିନାଂ ତ୍ୟାଗ କରିପାରିନଥିବା ବ୍ୟକ୍ତିମାନଙ୍କର ଅର୍ଥାତ୍ ସକାମ କର୍ମୀମାନଙ୍କର ପ୍ରତ୍ୟ ମାନେ ପରଲୋକରେ ଅନିଷ୍ଟ ଇଷ୍ଟଂ ମିଶ୍ରଂ ଚ ଅକଲ୍ୟାଣକର କଲ୍ୟାଣକର ଏବଂ ଇଷ୍ଟନିଷ୍ଟ ଉଭୟ ମିଶି କର୍ମର ଫଳଂ ତ୍ରିବିଧଂ ଭବତି, କର୍ମର ଫଳ 3 ପ୍ରକାର ହୋଇଥାଏ। ଭଗବାନ ଏଠାରେ କହିଛନ୍ତି କର୍ମର ଫଳ 3 ପ୍ରକାର ହୋଇଥାଏ। ତୁ ସନ୍ନ୍ୟାସୀନାଂ କିନ୍ତୁ କର୍ମ ଫଳ ତ୍ୟାଗୀ ମାନଙ୍କର ନ କ୍ୱଚିତ୍ କେବେ ହେଲେ ହୁଏ ନାହିଁ। ଚାଲନ୍ତୁ ଅନୁବାଦ ଦେଖିବା। ଯେଉଁ ବ୍ୟକ୍ତିମାନେ କର୍ମ ଫଳ ତ୍ୟାଗ କରିନାହାନ୍ତି ବା ସକାମ କର୍ମୀମାନଙ୍କର ସେମାନଙ୍କର ପରଲୋକରେ 3 ପ୍ରକାର ଫଳ ହୋଇଥାଏ ଏବଂ ସେ 3 ପ୍ରକାର ଫଳ କ'ଣ ନା ଇଷ୍ଟ, ଅନିଷ୍ଟ ଓ ମିଶ୍ର। କିନ୍ତୁ କର୍ମ ଫଳ ତ୍ୟାଗୀମାନଙ୍କର କେବେ ହେଲେ ଏପରି ଫଳ ମିଳେ ନାହିଁ। ଇଷ୍ଟ ହେଉଛି ପୁଣ୍ୟ କର୍ମର ଆଧିକ୍ୟତାର ଦେବଲୋକ ପ୍ରାପ୍ତ ହେବା। ଅନିଷ୍ଟ ହେଉଛି ପାପ କର୍ମର ଆଧିକ୍ୟତାରେ ନରକ ଭୋଗ କରିବା। ମିଶ୍ର ମାନେ ପୁଣ୍ୟ ପାପ ମିଶାମିଶି ଥିଲେ ଇଏ ମନୁଷ୍ୟ ଲୋକ ପ୍ରାପ୍ତ ହୁଅନ୍ତି। ଯଦି ପାପ ପୁଣ୍ୟ ମିଶାମିଶି ଥାଏ ତାହେଲେ ଏ ମନୁଷ୍ୟ ଲୋକ ପ୍ରାପ୍ତ ହୁଅନ୍ତି। ତାହେଲେ ଫଳ ତ୍ୟାଗୀ ମୋକ୍ଷ ପ୍ରାପ୍ତ ହୁଅନ୍ତି, ଇଷ୍ଟ ଅନିଷ୍ଟ କିମ୍ବା ମିଶ୍ର ନୁହେଁ। ତାହେଲେ ଏ ଇଷ୍ଟ ଅନିଷ୍ଟ
କିମ୍ବା ମିଶ୍ର ଏଥିରୁ କୌଣସିଥିର ନଥିଲେ ତାହେଲେ ଫଳ ତ୍ୟାଗୀ ଯେଉଁମାନେ କରିଛନ୍ତି ସେମାନେ ନିଶ୍ଚିତ ଭାବରେ ମୋକ୍ଷ ଲାଭ କରନ୍ତି ବା ମୋକ୍ଷ ପ୍ରାପ୍ତ ହୁଅନ୍ତି। ଜୟ ଜଗନ୍ନାଥ। ସ୍ୱାମୀ ନୟନ ପଥଗାମୀ ଭବ ତୁମେ।